ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ନମସ୍କାର ଏବଂ ପ୍ରେଜ୍ ଦ ଲର୍ଡ। ଆଜି ଆମେ ପାର୍ଟ 3 ବିଷୟକୁ ଆଲୋଚନା କରିବା। ତାହା ହେଉଛି ଖ୍ରୀଷ୍ଟିଆନ ଜୀବନରେ ସର୍ବୋଚ୍ଚ ଗୁରୁତ୍ୱ ବା ମହତ୍ୱତା। ତାହା ହେଉଛି ନମ୍ବର 3 ପବିତ୍ରତା ଅଟେ, ଯାହାକୁ ହୋଲିନେସ୍ ବୋଲି କୁହାଯାଏ। ଏହି ପବିତ୍ରତା ବିଷୟରେ ଆଜି ଆମେ ଚିନ୍ତା କରିବାକୁ ଯିବା। ଆମେ ପ୍ରଥମେ ଈଶ୍ୱରଙ୍କ ବିଷୟରେ ଆଲୋଚନା କରିଥିଲୁ, ଦ୍ୱିତୀୟରେ ଯୀଶୁଙ୍କୁ ସର୍ବୋଚ୍ଚ ପ୍ରେମ କରିବା ସେ ବିଷୟରେ ଆଲୋଚନା କରିଥିଲୁ, ଏବଂ ଆଜି ଆମେ ଆଲୋଚନା କରିବା ତାହା ହେଉଛି ପବିତ୍ରତା। ଏହା ଖ୍ରୀଷ୍ଟିଆନ ଜୀବନର ସର୍ବୋଚ୍ଚ ଆବଶ୍ୟକତା ବା ପ୍ରାୟୋରିଟି ହେବା ଦରକାର, ବା ଆମେ ଏହାକୁ ଅଭ୍ୟାସ କରିବା ଆବଶ୍ୟକ ଅଟେ, ତହିଁରେ ଜୀବନ କାଟିବା ଆବଶ୍ୟକ ଅଟେ। ପବିତ୍ରତା ବିଷୟରେ ଅନେକ ଶିକ୍ଷା ରହିଅଛି। ଆମେ ସେ ବିଷୟକୁ ଟଚ୍ ନ କରି ସିଧା ମେନ୍ ବିଷୟକୁ ଆମେ ଆଲୋଚନା କରିବା। ପବିତ୍ରତା କହିଲେ ପୃଥକତାକୁ ବୁଝାଏ, ସେଟ୍ ଆପାର୍ଟ, ସେପାରେସନ୍, ପୃଥକୀକରଣକୁ ବୁଝାଏ। ଦ୍ୱିତୀୟରେ ପବିତ୍ରତା କହିଲେ ଉତ୍ସର୍ଗୀକରଣକୁ ବୁଝାଏ, ଉତ୍ସର୍ଗୀକରଣ, ଡେଡିକେସନ୍। ଏବଂ ପବିତ୍ରତା କହିଲେ ଏହା ରୂପାନ୍ତରୀକରଣକୁ ବୁଝାଏ, ଟ୍ରାନ୍ସଫର୍ମେସନ୍, ଯାହା ଆମେ ଈଶ୍ୱରଙ୍କ ପରି ହେବା, ଏହି ରୂପାନ୍ତରୀକରଣକୁ ବୁଝାଯାଇଥାଏ। ଆମେ ଜାଣି ରଖିବା ଆବଶ୍ୟକ ପ୍ରିୟ ଈଶ୍ୱରଙ୍କ ଲୋକମାନେ ଯେ ଏଇ ଯେଉଁ ପବିତ୍ରତା ଆମମାନଙ୍କର ଟପ୍ ପ୍ରାୟୋରିଟି ହେବା ଆବଶ୍ୟକ ଅଟେ। ଈଶ୍ୱର ଆମ ଜୀବନରେ ପବିତ୍ରତା ଟପ୍ ପ୍ରାୟୋରିଟି ହଉ, ସେ ଏହା ଚାହାନ୍ତି। ଯଦି ଆମେ ବର୍ତ୍ତମାନ ସମୟ ଯୁଗକୁ ଦେଖୁ, ସେ ମଣ୍ଡଳୀ ଠାରୁ ଆରମ୍ଭ କରି ସମସ୍ତେ ତ ନାହୁଁ, ଅନେକ ଲୋକ ଅଛନ୍ତି, ଅନେକ ମଣ୍ଡଳୀ ଗୁଡ଼ାକ ଅଛି, ସେ ସ୍ଥାନ ଗୁଡ଼ାକରେ ଜୀବନରେ ଅପବିତ୍ରତା ଗୁଡ଼ାକ ଦେଖାଯାଉଛି, ଯେଉଁଟା ଆଦୌ ଈଶ୍ୱରଙ୍କ ଦୃଷ୍ଟିରେ ଠିକ୍ ନୁହଁ। ତ ଆମେ କେତେକ ବିଷୟ ଗୁଡ଼ାକୁ ଆଜି ଆଲୋଚନା କରିବା। ପ୍ରଥମ ବିଷୟରେ ମୁଁ ଆପଣମାନଙ୍କୁ କହିବାକୁ ଚାହେଁ ଯେ ଏଇ ବର୍ତ୍ତମାନ ପ୍ରେଜେଣ୍ଟ ଏଜ୍ରେ ଆମକୁ କାହିଁକି ପବିତ୍ରତା ଗୁରୁତ୍ୱପୂର୍ଣ୍ଣ ଅଟେ। ଆମ୍ଭମାନଙ୍କୁ ପବିତ୍ରତା କାହିଁକି ଗୁରୁତ୍ୱପୂର୍ଣ୍ଣ ଅଟେ ଏହି ବର୍ତ୍ତମାନ ସମୟରେ? ଅନେକ ବିଷୟ ଗୁଡ଼ାକ ରହିଅଛି କହିବା ପାଇଁ। ପ୍ରଥମ ବିଷୟ ହେଉଛି ମାଥିଉ ପୁସ୍ତକ 5:8 ଉଲ୍ଲେଖ କରାଯାଇଅଛି, ଇଭେନ୍ ଏଭ୍ରି ପୁସ୍ତକରେ ମଧ୍ୟ ଉଲ୍ଲେଖ କରାଯାଇଛି ଯେ ପବିତ୍ରତା ବିନା ଆମେ ଈଶ୍ୱରଙ୍କୁ ଦେଖିପାରିବା ନାହିଁ, ଆମେ ଈଶ୍ୱରଙ୍କର ଦର୍ଶନ କରିପାରିବା ନାହିଁ। କାରଣ ବିନା ପବିତ୍ରତାରେ ପାପ ଅଟେ, ପାପ ଜୀବନ ବୋଲି କୁହାଯାଏ ତାହାକୁ। ଆଉ ସେ ପାପ ଜୀବନ ଆମକୁ ଈଶ୍ୱରଙ୍କର ପ୍ରେଜେନ୍ସକୁ ଆସିବା ପାଇଁ ସାହାଯ୍ୟ କରିପାରିବ ନାହିଁ। ଆମେ ଆସି କ୍ଷମା ମାଗିବା, ପାପ ସ୍ୱୀକାର କରିପାରିବା, ବଟ୍ ଈଶ୍ୱରଙ୍କ ପ୍ରେଜେନ୍ସକୁ ଆମେ ଅନ୍ୟ କ୍ଷେତ୍ରରେ ଆସିପାରିବା ନାହିଁ, ଆଉ ଈଶ୍ୱରଙ୍କୁ ଦର୍ଶନ କରିପାରିବା ନାହିଁ ଯେ ପର୍ଯ୍ୟନ୍ତ ଆମେ କ୍ଷମା ପାଇନାହୁଁ, ଆମେ ପବିତ୍ରତା ଅଭ୍ୟାସ କରିନାହୁଁ, ଆମେ ଈଶ୍ୱରଙ୍କର ଦର୍ଶନ କରିପାରିବା ନାହିଁ। ତେଣୁ ଏଭ୍ରି ମୁଁ ଯେଉଁ କହୁଥିଲି 12:14 ଲେଖା ଅଛି, ପବିତ୍ରତା ବିନା ଆମେ ଈଶ୍ୱରଙ୍କର ଦର୍ଶନ କରିପାରିବା ନାହିଁ। ଦ୍ୱିତୀୟ ବିଷୟ ହେଉଛି ଆମେ ପବିତ୍ରତା ବିନା ଈଶ୍ୱରଙ୍କୁ ମିସ୍ପ୍ରେଜେନ୍ସ କରିଥାଉ, ବା ସଠିକତା ଭାବେ ଉପସ୍ଥାପନା କରିନଥାଉ ପବିତ୍ରତା ବିନା। ଯଦି ଆମେ ପବିତ୍ର ଅଛୁ, ତେବେ ଆମେ ଈଶ୍ୱରଙ୍କୁ ସଠିକତା ଭାବେ ଲୋକମାନଙ୍କ ଦୃଷ୍ଟିରେ ଜଗତରେ ଉପସ୍ଥାପନା କରୁଅଛୁ। କାରଣ ପ୍ରଥମ ପିତର 2:9 ଲେଖା ଅଛି, ତୁମେମାନେ ପବିତ୍ର ବଂଶ, ପବିତ୍ର ଗୋଷ୍ଠୀ ବୋଲି, ହୋଲି ନେସନ୍ ବୋଲି ଉଲ୍ଲେଖ କରାଯାଇଛି। ଆପଣ ଗୋଟେ ପବିତ୍ର ଗୋଷ୍ଠୀ, ଆପଣଙ୍କ ମଣ୍ଡଳୀ, ଆପଣଙ୍କର ସମାଜ। ତ ଆମେ ଯେ ପବିତ୍ର ଗୋଷ୍ଠୀ, ପବିତ୍ର ଜାତି, ଈଶ୍ୱରଙ୍କର ଲୋକ ଅଟୁ, ପବିତ୍ର ବ୍ୟକ୍ତି ଅଟୁ, ଏହା ଜଗତ ଜାଣିବା ଦରକାର।
ଆଉ ଜଗତ ଜାଣି ଈଶ୍ୱରଙ୍କର ଗୁଣକୁ ସେ ଜାଣିବ, ଈଶ୍ୱରଙ୍କ ପରିଚୟକୁ ଜାଣିବ ଆମ ଦ୍ୱାରା, ଆମ ଆଚରଣ ଦ୍ୱାରା। ତେବେ ଆମେ ଯେ ଗୋଟିଏ ହୋଲି ନେସନ୍ ଅଟୁ, ଯୀଶୁଖ୍ରୀଷ୍ଟଙ୍କ ମାଧ୍ୟମରେ ସେଇ ପବିତ୍ର ଜାତି ଅଟୁ, ତାହା ଆମ ଆଚରଣରେ ପ୍ରକାଶ ପାଇବା ଦରକାର। ଆଉ ଜଗତ ତାହା ଦେଖି ଜାଣିବା ଦରକାର, ଈଶ୍ୱରଙ୍କୁ ଜାଣିବା ଦରକାର, ବୁଝିବା ଦରକାର। ଆଜି ଆପଣଙ୍କର ପବିତ୍ରତା ଦ୍ୱାରା ଅନ୍ୟମାନେ ଈଶ୍ୱରଙ୍କୁ ଜାଣୁଛନ୍ତି କି? ଆପଣଙ୍କର ଆଚରଣ ଦ୍ୱାରା, ବ୍ୟବହାର ଦ୍ୱାରା ଆପଣଙ୍କର ପଡ଼ୋଶୀ, ଆପଣଙ୍କର ଗ୍ରାମର ଲୋକମାନେ ଆପଣଙ୍କୁ ଜାଣୁଛନ୍ତି? ଈଶ୍ୱରଙ୍କର ପରିଚୟ ପାଉଛନ୍ତି ସେମାନେ? ତେଣୁ ଆମେ ପବିତ୍ରତା ଦ୍ୱାରା ଈଶ୍ୱରଙ୍କୁ ରାଇଟଲି ପ୍ରେଜେଣ୍ଟ କରୁ ଜଗତ ମଧ୍ୟରେ, ଲୋକମାନଙ୍କ ମଧ୍ୟରେ। ଯଦି ଆମେ ଅପବିତ୍ରତାରେ ଅଛୁ, ତେବେ ଈଶ୍ୱରଙ୍କୁ ଆମେ ମିସ୍ରିପ୍ରେଜେଣ୍ଟ କରୁଅଛୁ। ତେଣୁ ଆମେ ନିଜକୁ ପରୀକ୍ଷା କରିବା ଦରକାର। ଯଦି ଆମର ମେସେଜକୁ, ଆମର ସୁସମାଚାରକୁ ଲୋକମାନେ ଗ୍ରହଣ ନ କଲେ, ଆମର ଆଚରଣକୁ ଗ୍ରହଣ କରିବା ଦରକାର। ଆମର ବ୍ୟବହାର, ଆଚରଣ, କାର୍ଯ୍ୟକଳାପ, ଚରିତ୍ରକୁ ଲୋକମାନେ ପଠନ କରିବା ଦରକାର, ଯଦ୍ୱାରା ସେମାନେ ଈଶ୍ୱରଙ୍କର ପରିଚୟ ପାଇପାରିବେ। ତେଣୁ ପବିତ୍ରତା ବିନା ଆମେ ଈଶ୍ୱରଙ୍କୁ ମିସ୍ରିପ୍ରେଜେଣ୍ଟ କରୁଛୁ, ସଠିକ୍ ଉପସ୍ଥାପନା ଜଗତ ମଧ୍ୟରେ କରୁନାହୁଁ। ଆଉ ଗୋଟେ ବିଷୟ, ପବିତ୍ରତା ବିନା ଆମେ ଆନନ୍ଦକୁ ହରାଉଛୁ। ୱିଥାଉଟ୍ ହୋଲିନେସ୍ ୱି ଲୁଜ୍ ଜୟ। ଆନନ୍ଦକୁ ଆମେ ହରାଉଛୁ। ଗୀତ ସଂହିତା 51:12 ଲେଖା ଅଛି, ପରିତ୍ରାଣର ଆନନ୍ଦ ମୋଠାରେ ପୁନର୍ଜନ୍ମ ଓ ପୁନର୍ଜାତ କର, ପୁନର୍ବାର ମୋତେ ଦିଅ ବୋଲି ଦାଉଦ ସେ କହୁଅଛନ୍ତି, ପ୍ରାର୍ଥନା କରୁଅଛନ୍ତି। ଯେଉଁ ଆନନ୍ଦ ଖ୍ରୀଷ୍ଟଙ୍କ ଠାରେ ଥାଏ, ଯେଉଁ ଆନନ୍ଦକୁ ଆମେ ଆମ ଆତ୍ମାରେ ଲାଭ କରିଥାଉ, ତାହା ଆମେ ହରାଇ ଦେଇଥାଉ କେତେବେଳେ? ଯେତେବେଳେ ଆମେ ପାପ କରୁ, ଅଧର୍ମତା, ମନ୍ଦତା କରୁ। ରିଏଲ୍ ଜୟ ଅଫ୍ ସାଲଭେସନ୍, ପରିତ୍ରାଣର ଆନନ୍ଦ, ଆଉ ଖ୍ରୀଷ୍ଟଙ୍କ ଠାରେ ପ୍ରଭୁ ଯୀଶୁଙ୍କ ଦ୍ୱାରା ଯେଉଁ ଆନନ୍ଦ ଆମେ ପ୍ରାପ୍ତ ହୋଇଅଛୁ, ତାହା ଆମେ ହରାଇ ଦେଇଥାଉ ପାପ ସକାଶେ, ଅଧର୍ମ ସକାଶେ। ତେଣୁ ପବିତ୍ରତା ଯଦି ଅଛି, ପବିତ୍ରତାରେ ଯଦି ଆମେ ଜୀବନ କାଟୁଛୁ, ଈଶ୍ୱରଙ୍କ ଉପସ୍ଥିତି ଅଛି, ତଦ୍ୱାରା ଆନନ୍ଦ ମଧ୍ୟ ଭରପୁର ଭାବରେ ଆମ ଜୀବନରେ ଅଛି। ତେଣୁ ପ୍ରିୟ ଈଶ୍ୱରଙ୍କ ଲୋକମାନେ, ପରିତ୍ରାଣ ଆମ ପାଇଁ ବହୁତ ଆବଶ୍ୟକ, ଇମ୍ପୋର୍ଟାନ୍ସ ମ୍ୟାଟର ଏ ବର୍ତ୍ତମାନ ଯୁଗରେ। ଆପଣ ପରିତ୍ରାଣରେ ପବିତ୍ରତା ବହୁତ ଇମ୍ପୋର୍ଟାନ୍ସ ଅଟେ, ଏହା ଆମେ ଜାଣିବା ଆବଶ୍ୟକ, ବହୁତ ଆବଶ୍ୟକ ଅଟେ। ତେବେ ଆଉ ଗୋଟେ ବିଷୟ ମୁଁ କହିବି, ତ ପବିତ୍ରତାକୁ ଆମେମାନେ କେମିତି ପ୍ରାପ୍ତ ହେବା? ଆପଣ ପ୍ରାର୍ଥନା କରନ୍ତୁ, ପାପ ସ୍ୱୀକାର କରନ୍ତୁ, ଆପଣଙ୍କର ସମସ୍ତ ଅପବିତ୍ରତା, ମନ୍ଦତାକୁ ପ୍ରଭୁଙ୍କ ଠାରେ ସମର୍ପଣ କରାଇ ଦିଅନ୍ତୁ। ସେ ଆପଣଙ୍କୁ ପବିତ୍ର କରିବେ, ସେ ଆପଣଙ୍କୁ ସ୍ପର୍ଶ କରିବେ, ତାଙ୍କ ରକ୍ତ ଦ୍ୱାରା କ୍ଷମା ଦେଇ ଆପଣଙ୍କୁ ସେ ପବିତ୍ର କରିବେ। ଆଉ ପବିତ୍ରତାରେ ଆମେମାନେ ବୃଦ୍ଧି ପାଇବା ଅଧିକ ଆବଶ୍ୟକ ଅଟେ। ପବିତ୍ରତାରେ ଆମେମାନେ ଜୀବନ କାଟିବା ଅଧିକ ଆବଶ୍ୟକ ଅଟେ। ଆତ୍ମାଙ୍କ ଦ୍ୱାରା ଈଶ୍ୱରଙ୍କ ବାକ୍ୟରେ କମ୍ୟୁନିଟି ସପୋର୍ଟ, ଫେଲୋସିପ୍ ଇନ୍ ଏ ଗଡଲି ୱେ, ତଦ୍ୱାରା ସମସ୍ତ କ୍ଲେଶରେ ଧୈର୍ଯ୍ୟବାନ ହୋଇ ଆମେ ପବିତ୍ରତାରେ ବଢ଼ିବା ପାଇଁ ଚେଷ୍ଟା କରୁ। ମନେ ରଖନ୍ତୁ, ପବିତ୍ରତା ଆପଣଙ୍କ ଜୀବନରେ ଈଶ୍ୱର ଟପ୍ ପ୍ରାୟୋରିଟି ଭାବରେ ଚାହାନ୍ତି। ଗଡ୍ ବ୍ଲେସ୍ ୟୁ।